ସାର୍ ଆପଣଙ୍କୁ ନ୍ୟୁଜ୍ ରୁମକୁ ସ୍ୱାଗତ କରୁଛି। ସାର୍, ଯେଭଳି ଭାବେ ଗୋଟେ ଚର୍ଚ୍ଚା ହେଉଛି ଯେ ଲଘୁଚାପ ବଳୟ କ୍ଷେତ୍ର ସୃଷ୍ଟି ହେବ ଏବଂ ତାର ପ୍ରଭାବରେ ଏକ ବଡ଼ ବର୍ଷା ଆସୁଛି, ତାକୁ ନେଇ କ'ଣ କହିବେ? ନମସ୍କାର। ହଁ, ବର୍ତ୍ତମାନ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଆମର ଘନୀଭୂତ ହବ। ଘନୀଭୂତ ହେଇକି ଅବପାତ କ୍ଷେତ୍ର ହବ ଆଉ ତାପରେ ସେ ଆମର ଯୋଉ ଦକ୍ଷିଣ ଭାରତ ପର୍ଟିକୁଲାରଲି ଆମର ଯୋଉ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ସେଇ ଅଞ୍ଚଳଟା ଅଛି, ପଣ୍ଡୁଚେରୀ, ସେଠି ପ୍ରବଳ ବର୍ଷା ଦେବାର ସମ୍ଭାବନା ରହୁଛି। ଆଉ ତାପରେ ଯୋଉ ପାର୍ଶ୍ୱବର୍ତ୍ତୀ ରାଜ୍ୟମାନେ ଅଛନ୍ତି ଯେମିତି କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ଏମାନେ ବି ବର୍ଷା ପାଇବାର ସମ୍ଭାବନା ରହୁଛି। ଆଜ୍ଞା। ଆଉ ତା ସହିତ ଆମର ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ ଆମର 28 ତାରିଖରୁ ନେଇକି ଯୋଉ 3 ଡିସେମ୍ବର ରହୁଛି, ଏଇ ସମୟରେ ଲାଗୁଛି ଓଡ଼ିଶାରେ ବାଦଲ ଖଣ୍ଡ ରହିବ ଆଉ ବର୍ଷା ମଧ୍ୟ ହାଲୁକାରୁ ମଧ୍ୟମ ଧରଣ ବର୍ଷା ବି ରହିବାର ସମ୍ଭାବନା ରହୁଛି। ତେଣୁ ତା ପ୍ରଭାବରେ ବର୍ତ୍ତମାନ ଯୋଉ ଶୀତର ପ୍ରଥମ ଏପିସୋଡ ଆରମ୍ଭ ହେଇଥିଲା 15 ନଭେମ୍ବରରୁ, ମତେ ଲାଗୁଛି ସେଇଟା 26 ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ତାପରେ ଏଇ ଯୋଉ ସିଷ୍ଟମର ପ୍ରଭାବଟା ବର୍ଷା ଆଉ ବାଦଲ ଆଉ ଜଳୀୟ ବାଷ୍ପ ଓଡ଼ିଶାକୁ ଆଣିବ 28 ନଭେମ୍ବରରୁ ମତେ ଲାଗୁଛି 3 ଡିସେମ୍ବର। ତାପରେ ପୁଣି ଶୀତର ପ୍ରଭାବ ଆରମ୍ଭ ହେବାର ସମ୍ଭାବନା ରହୁଛି। 3 ଡିସେମ୍ବର ପରେ ଶୀତର ପ୍ରଭାବ ଆରମ୍ଭ ହେବ। ଯଦି କହିବା ବର୍ତ୍ତମାନ ସମୟରେ ବିଳମ୍ବରେ ଯଦିଓ ରାଜ୍ୟକୁ ଶୀତ ଆସିଛି, କିନ୍ତୁ ଏଥର କେତେ ପରିମାଣରେ ଶୀତ ହେବ, କେଉଁ କେଉଁ ଜିଲ୍ଲା ଗୁଡିକ ବିଶେଷ ଭାବେ ପ୍ରଭାବିତ ହେବ, ଯେମିତିକି ଘନ କୁହୁଡି ମଧ୍ୟ କିଛି କିଛି ଜାଗାରେ ବର୍ତ୍ତମାନ ସୁଦ୍ଧା ଦେଖିବାକୁ ମିଳୁଛି, ଏ ନେଇ କ'ଣ କହିବେ ସାର୍? ବର୍ତ୍ତମାନ ଆମର ଯଦି ଆପଣ ଗୋଟେ ଓଭରଅଲ୍ ପରିପ୍ରେକ୍ଷୀରେ ନେବେ ବାୟୁମଣ୍ଡଳର ପରିସ୍ଥିତି ଦେଖି ଆପଣ ଗରମ ଅବସ୍ଥାରେ ହିଁ ଅଛନ୍ତି। ଆପଣ ଗୋଟେ ମାଇଲ୍ଡ ଶୀତ କଣ୍ଡିସନ ପାଉଛନ୍ତି, କାରଣ ସେପ୍ଟେମ୍ବର ମାସରୁ ଆମର ବଙ୍ଗୋପସାଗର ସକ୍ରିୟ ଅଛି ଆଉ ବଙ୍ଗୋପସାଗର ସକ୍ରିୟ ରହିବ। ଡିସେମ୍ବର ସମ୍ପୂର୍ଣ୍ଣ ଡିସେମ୍ବର ବି ଲାଗୁଛି ବଙ୍ଗୋପସାଗର ସକ୍ରିୟ ରହିବ। ତେଣୁ ଆପଣ ଏତେଟା ଶୀତ ନ ପାଇପାରନ୍ତି, ତେଣୁ ଗୋଟେ ସାନ୍ତ୍ୱନାମୂଳକ ଶୀତ ପାଇବେ। ତାପରେ ଯୋଉ ବର୍ତ୍ତମାନ ଯୋଉ ବର୍ଷାର ଆଉ ବାଦଲର ପ୍ରଭାବ ସୃଷ୍ଟି ହବ ଏ ଲଘୁଚାପ କ୍ଷେତ୍ର ଯୋଗୁଁ, ସେ ପ୍ରଭାବରେ ଶୀତର ଯୋଉ ଦିନର ତାପମାତ୍ରାଟା ମତେ ଲାଗୁଛି ଟିକେ କମିଯିବ। ପର୍ଟିକୁଲାରଲି ଯୋଉ 28ରୁ 2-3 ରହୁଛି, କିନ୍ତୁ ରାତି ତାପମାତ୍ରାଟା ବଢିଯିବ, ଯୋଉଟା ଆମର ଶୀତର ମେନ୍ ପ୍ରଭାବ ପକାଏ। ତାପରେ ପୁଣି ଲାଗୁଛି ଆପଣ ଯୋଉ 4 ତାରିଖରୁ ଯଦିଓ ରାତି ତାପମାତ୍ରାରେ ପୁଣି ଟିକେ ହ୍ରାସ ହବ, ଟିକେ ଶୀତ ବଢିବ, କିନ୍ତୁ ଦିନ ତାପମାତ୍ରା ମତେ ଲାଗୁଛି ଆପଣ ଗୋଟେ ୱାର୍ମ କଣ୍ଡିସନରେ ବହୁତ ମାଇଲ୍ଡ ଶୀତ କଣ୍ଡିସନ ରହିବେ। ବେଶୀ ଶୀତର ପ୍ରଭାବ ମତେ ଲାଗୁନି, କାରଣ ବର୍ତ୍ତମାନ ଓଭରଅଲ୍ ଯୋଉ ବାୟୁମଣ୍ଡଳ ପରିସ୍ଥିତି ଅଛି ଅତ୍ୟଧିକ ଶୀତ କରିବାରେ ମତେ କାହିଁ ଲାଗୁନି ସକ୍ଷମ ହବ। ତେଣୁ ପୁଣି ଲାଗୁଛି ଆମର 4 ତାରିଖରୁ ଯୋଉ ରାତି ତାପମାତ୍ରାର ପୁଣି ହ୍ରାସ ଘଟିବ। ଆଉ ଆପଣ ଯୋଉ କହିଲେ ଆମର ଯୋଉ କୋଲ୍ଡ ସ୍ପଟ ସବୁ ଥାଏ ଓଡ଼ିଶାର, ପର୍ଟିକୁଲାରଲି ଆମର ଯୋଉ କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ, ଆଉ ଉତ୍ତରରେ ଆପଣ ଦେଖିଲେ ସୁନ୍ଦରଗଡ଼, ମୟୂରଭଞ୍ଜ, ଯୋଉ ଆମର ଝାରସୁଗୁଡ଼ା। କାରଣ ବର୍ତ୍ତମାନ ଯୋଉ ଆପଣ କହୁଛନ୍ତି ଶୀତର ପ୍ରଭାବଟା କମିବ 26 ତାରିଖରୁ, କିନ୍ତୁ ଆମର ଉତ୍ତର ଓଡ଼ିଶାର ଜିଲ୍ଲାମାନେ ମତେ ଲାଗୁଛି ଶୀତରେ ରହିବେ। ଯଦିଓ ମାତ୍ରାଟା କମିଯିବ, କିନ୍ତୁ ଅଧିକାଂଶ ଓଡ଼ିଶାରେ ଶୀତର ପ୍ରଭାବ କମିବ। ପୁଣି ଲାଗୁଛି 4 ଆଡ଼କୁ ଶୀତର ପ୍ରଭାବ ବଢ଼ିବ ଆଉ ସେଟା 10 ସୁଦ୍ଧା ମତେ ଲାଗୁଛି ସମ୍ପୂର୍ଣ୍ଣ ଓଡ଼ିଶାକୁ ପରିବ୍ୟାପ୍ତ ହବ। ନିହାତି ଭାବେ ସାର୍, ଯେମିତି ଆପଣ କହୁଥିଲେ ପୁରା ଡିସେମ୍ବର ଯେମିତିକି ବଙ୍ଗୋପସାଗର ସକ୍ରିୟ ରହିବ। ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ଆଲୋଚନା ପାଇଁ।